କିଛି ନାହିଁ। ସେ ପଲିଥିନ୍ ତମେ ପାଇଛ? କାନ୍ଦୁଛି ପଲିଥିନ୍ ପାଇ। 100 ଟଙ୍କା ମଜୁରୀ ମାନେ 300 ଟଙ୍କା ମଜୁରୀ ଲାଗି ତାଙ୍କ ଘର ଚଳେ। ସେ ପଲିଥିନ୍ ପାଇନାହାନ୍ତି, ଏ ଲୋକ ପାଇନାହାନ୍ତି, ଏ ପିଲା ପାଇନାହିଁ। ତ ଦୁଃଖ ଆମକୁ ଆପଣ ମୋତେ ବାର ବାର କହିଛନ୍ତି, ମୁଁ ତ ଟିକେ ବି ଆପଣଙ୍କର ପ୍ରେଷ୍ଟିଜ୍ କଭରକ୍ରସ୍ କରିନାହିଁ। 6 ମାସ ହେଲା ଗତ ଲଗାଣ ବର୍ଷରେ ସଦର ମହକୁମାକୁ ଲାଗି ଜଳକା ନଦୀର ଅବବାହିକାରେ ଯେଉଁ ଗାଁ ଗୁଡ଼ିକ ଅବସ୍ଥିତ, ଯେଉଁ ପଞ୍ଚାୟତ ଅବସ୍ଥିତ, କୁଡ଼ିଆ, ବାହାରଦା, ମଥାନୀ, ସଦାନନ୍ଦପୁର, ପତ୍ରଝଡ଼ା, ବ୍ରାହ୍ମଣଦା, ବରଗୁଡ଼ା, ଏସବୁ ପଞ୍ଚାୟତର ଜନସାଧାରଣ ମାନେ ଗରିବ ଲୋକମାନେ ସେମାନଙ୍କର ପଲିଥିନ୍ର ନିହାତି ଆବଶ୍ୟକତା ପାଇଁ ତହସିଲଦାରଙ୍କ ନିକଟରେ ଦରଖାସ୍ତ କରିଥିଲେ। ତହସିଲଦାର ଆଜିକୁ 6 ମାସ ହେଲା ଆଜି କାଲି ପରଦିନ ଆଲର୍ଟ ନାହିଁ, ଆଲର୍ଟ ଆସିଲେ ଦେବି, ଆର୍ଆଇ ନାହାନ୍ତି, ଇନକ୍ୱାରି କରିନାହାନ୍ତି, ଏସବୁ କଥା କହି ଏ ଗରିବ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଭୁଆଁ ବୁଣେଇଛନ୍ତି, ଅବହେଳିତ କରିଛନ୍ତି। ଆଜି ପର୍ଯ୍ୟନ୍ତ ସୁଦ୍ଧା ପଲିଥିନ୍ ଖଣ୍ଡେ ସେମାନେ ପାଇପାରି ନାହାନ୍ତି, ଯେଉଁଥିପାଇଁ ଆଜି ଆମେ ତହସିଲଦାରଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କଲୁ। ଯଦି ଅବିଳମ୍ବେ ତହସିଲଦାର ଏ ଅଞ୍ଚଳ ଜନସାଧାରଣଙ୍କୁ ପଲିଥିନ୍ ଯୋଗେଇ ନ ଦିଅନ୍ତି ଯେଉଁମାନଙ୍କର ଆବଶ୍ୟକତା ଅଛି, ତାହେଲେ ଆମେ ରାଜରାସ୍ତାକୁ ଓହ୍ଲେଇବୁ, ତହସିଲ ଘେରାଉ କରିବୁ, ନିଶ୍ଚିତ ଭାବରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ। କେତେ ଲୋକ ଏଫେକ୍ଟେଡ ହେଇଥିଲେ, କେତେ ଲୋକ ପାଇବା ପାଇଁ? ଦେଖନ୍ତୁ, ଲଗାଣ ବର୍ଷା ଏବଂ ବନ୍ୟାରେ ସମଗ୍ର ବସ୍ତା ଅଞ୍ଚଳ ଏଫେକ୍ଟେଡ ହେଇଥିଲା। ମଗଧର ଯାହା ଖବର ଅଛି, ମୋଠୁ ଅଧିକ ଖବର ଆପଣମାନଙ୍କ ପାଖରେ ଅଛି, ବସ୍ତା ଅଞ୍ଚଳ ବନ୍ୟା ଏଫେକ୍ଟେଡ ହେଇଥିଲା। କିନ୍ତୁ ଏଠି ଯେଉଁମାନଙ୍କର ନିଡେଡ ସେମାନଙ୍କୁ ଦିଆଯାଏ ନାହିଁ, ଯେଉଁମାନଙ୍କର ଆବଶ୍ୟକତା ନାହିଁ, ଯେଉଁମାନେ ବନ୍ୟା ଅଞ୍ଚଳରେ ବନ୍ୟା ଘେର ଭିତରେ ନଥିଲେ, ଯେଉଁମାନଙ୍କର ଲଗାଣ ବର୍ଷାରେ ଘର ନଷ୍ଟ ହେଇନଥିଲା, ସେମାନଙ୍କୁ ପଲିଥିନ୍ ଯୋଗା ହେଇଛି। ନିଶ୍ଚିତ ଭାବରେ ମତେ ଲାଗୁଛି ପ୍ରଶାସନ ନିର୍ଦ୍ଦିଷ୍ଟ କେତେ ଜଣ ଲୋକଙ୍କର କଥାରେ ରହୁଛନ୍ତି ଏବଂ ଚାପରେ ବଶବର୍ତ୍ତୀ ଯୋଉଟା ଆବଶ୍ୟକତା ନାହିଁ ସେମାନଙ୍କୁ ପଲିଥିନ୍ ଯୋଗାଉଛି, ଯୋଉମାନଙ୍କର ଆବଶ୍ୟକତା ଅଛି ସେମାନଙ୍କୁ ଦଉନାହିଁ। ଦେଖନ୍ତୁ, ସେମିତି କିଛି ମୋ ପାଖକୁ ଅଭିଯୋଗ ଆସିନାହିଁ। ଆଉ ଯଦି ଅଭିଯୋଗ ଆସିବ, ଆମର ଯେଉଁ ଅଛି ତହସିଲ ଲେଭେଲ ଏନଫୋର୍ସମେଣ୍ଟ, ସେ ଏନଫୋର୍ସମେଣ୍ଟ ଆମେ କରିବୁ। ସେଇ ଏନଫୋର୍ସମେଣ୍ଟରେ ଆମର ମାଇନିଂ ଅଫିସର ଅଛନ୍ତି, ପୋଲିସ ଅଛନ୍ତି, ଫରେଷ୍ଟ ଡିପାର୍ଟମେଣ୍ଟର ବି ଅଛନ୍ତି ଷ୍ଟାଫ। ଆଉ ଯଦି ଅଭିଯୋଗ ଆସେ ଆମେ ପୁରା ରେଗୁଲାର ଏନଫୋର୍ସମେଣ୍ଟ କରିବୁ। ଗାଡ଼ି ଚାଲିବ କୌଣସି ବିଭାଗୀୟ ଅଧିକାରୀଙ୍କ ଦେଖାଯାଉନି। ନାଇଁ, ଚାଲୁଛି ତ ଠିକ, ଲୋକ ବି ତ କହୁଛନ୍ତି, ଆମେ ବି ବାଟରେ ଦେଖୁଛୁ, କିନ୍ତୁ ଆମର ଯେଉଁ ଏନଫୋର୍ସମେଣ୍ଟ ହେବା କଥା ଏନଫୋର୍ସମେଣ୍ଟ ହେଇପାରୁନାହିଁ। ଆଉ ଆମେ ଏହାପରେ ରେଗୁଲାର ଏନଫୋର୍ସମେଣ୍ଟ କରିବୁ। ନାଇଁ, ଅଭିଯୋଗ ନୁହେଁ, ଆମର ଯେଉଁ ଫିଲ୍ଡ ଷ୍ଟାଫ୍ ଅଛନ୍ତି, ଆର୍ଆଇ ମାନେ ଅଛନ୍ତି, ସେମାନେ ଯଦି ବି କୁହନ୍ତି ଯେ ଏଠି ଏଇଆ ଚାଲିଛି ଜଣାନ୍ତି ଯଦି, ତାହେଲେ ଆମେ ତାକୁ ଏନଫୋର୍ସମେଣ୍ଟ କରିବୁ। ସାଧାରଣ ଆଲୋଚନା ହଉଛି ଯେ ସେମାନେ ଟଙ୍କା ପଇସା ନେଇ ହାତ ବାରିସି କରିକି ରହୁଛନ୍ତି, ଯାହା ଫଳରେ କୌଣସି କାର୍ଯ୍ୟାନୁଷ୍ଠାନ ନାଇଁ, ସେମିତି ତ ଅଭିଯୋଗ ମୋ ପାଖକୁ ଆସିନାହିଁ। ଯଦି ଆସେ ଆମେ ତାକୁ ଇନକ୍ୱାରି କରିବୁ।